ବାହାଘର ସିଜନ ଚାଲିଛି ଆଜ୍ଞା। ନୂଆ ବୋଉଟିକୁ ପ୍ରଥମ ଥର କରି ଶାଶୁ ଲେମ୍ବୁ ପଣା ଟିକେ ବନାଇବା ପାଇଁ କହିଛି। ବୋଉ ଆସିବାରେ କିଛି ସମୟ ବିଳମ୍ବ କରିଦେଇଛି। ଏତିକି ଭିତରେ ପଡ଼ିଶାର ଶାଶୁକୁ କହିସାରିଲାଣି ଯେ ମୋ ବୋଉ ମାଗୁ ମାଗୁ ହାତ ପାହାନ୍ତରେ ସବୁ ଜିନିଷ ପହଞ୍ଚେଇ ଦେଉଛି। ତାପରେ ବୋଉ ଆସି ପହଞ୍ଚିଲା, ଶାଶୁ ହାତରେ ଲେମ୍ବୁ ପଣା ଦେଲା। ପଡ଼ିଶାର ସାଙ୍ଗେ ସାଙ୍ଗେ ପଲଟି ମାରିଲା, କହିଲା ତୋ ଶାଶୁ ପାର ମୋତେ ତୋ ବିଷୟରେ କେତେ ଭଲ କଥା କହୁଥିଲେ। ତାପରେ ଶାଶୁ ପାଣି ଲେମ୍ବୁ ପଣା ଡୋକଟି ପିଇଛି। ଏତେ ଜୋରରେ ଚିଲେଇଛି, ପୁଣି ଦୁଇ ପଡ଼ିଶାର ଲୋକ ଆସି ଆଙ୍କ ଘରେ ପହଞ୍ଚି ଯାଇଛନ୍ତି। ଶାଶୁଟି ବୋଉକୁ କହିଛି ଯେ ତୋ ବୋପା ତୋତେ ଲେମ୍ବୁ ପାଣି ବନାଇବା ଟିକେ ଶିଖେଇନି। ତାପରେ ବୋଉଟି ଜବାବ ଦେଇଛି ଯେ ମମି, ପ୍ରାୟ ଲୋକଙ୍କର ସୁଗର ଥାଉଛି ତ ମୁଁ ସେ ଲେମ୍ବୁରେ ଚିନି କି ଲୁଣ ପକେଇବି ଭାବି ପାରିଲିନି। କଥା ହେଉଛି ଆମେ ଜଣକୁ କେତେ ଶୀଘ୍ର ଜଜ୍ କରୁଛେ। ଏଥର କୁହନ୍ତୁ, ଆପଣଙ୍କ ଘର ଭାଙ୍ଗିବାରେ ବୋଉର ରୋଲ୍ ଅଛି, ଶାଶୁର ରୋଲ୍ ଅଛି ନା ପଡ଼ିଶା ଘର ରୋଲ୍ ଅଧିକା ଅଛି? ଧନ୍ୟବାଦ।